ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ବନ୍ଦେ ଉତ୍କଳ ଜନନୀର 6 ନମ୍ବର ପ୍ରଶ୍ନର ଆଲୋଚନା କରିବା। ଅଲରେଡ଼ି ଆମେ 1ରୁ 5 ନମ୍ବର ପର୍ଯ୍ୟନ୍ତ ଆଲୋଚନା କରିସାରିଛେ। ପ୍ରଥମ ପ୍ରଶ୍ନ ଅଛି, ଅର୍ଥଗତ ପାର୍ଥକ୍ୟ ଆମକୁ ଦର୍ଶାଇବାକୁ ପଡ଼ିବ। ପ୍ରଥମେ ଅଛି ସୁର। ସୁର କହିଲେ ଦେବତା ଏବଂ ଅନ୍ୟ ଏକ ସୁର କହିଲେ ସୁରବୀରକୁ ବୁଝାଉଛି। ନେକ୍ସଟ ଅଛି ପୂତ। ପୂତର ଅର୍ଥ ହେଲା ପବିତ୍ର। ଆଉ ଗୋଟେ ପୂତର ଅର୍ଥ ହେଲା ପୁଅ ଏବଂ ସନ୍ତାନକୁ ବୁଝାଉଛି। ନେକ୍ସଟକୁ ଯିବା। ଶାଳୀ। ଶାଳୀର ଅର୍ଥ ହେଲା ଧାନ ବିଶେଷ ଏବଂ ଅନ୍ୟ ଏକ ଶାଳୀର ଅର୍ଥ ହେଲା ପତ୍ନୀଙ୍କର ଭଉଣୀକୁ ବୁଝାଉଛି। ଏଠି ପ୍ରଥମେ ଯେଉଁ ଶାଳୀ ଅଛି ସେଠି ହର୍ଷଇ ଲାଗିଛି। ଯଦି ହର୍ଷଇ ଥିବ ତାହେଲେ ଧାନ ବା ଶସ୍ୟ ବିଶେଷକୁ ବୁଝାଇବ ଏବଂ ଦୀର୍ଘଇ ଥିଲେ ପତ୍ନୀଙ୍କର ଭଉଣୀକୁ ବୁଝାଇବ। ନେକ୍ସଟ ଅଛି ବଳି। ବଳି କହିଲେ ହତ୍ୟା। ବଳି କହିଲେ ବଳବାନକୁ ବୁଝାଉଛି। କୂଳ। କୂଳ କହିଲେ ନଦୀ, ସମୁଦ୍ର ପ୍ରଭୃତିର ତଟକୁ ବୁଝାଏ କୂଳ। ଏବଂ ଅନ୍ୟ ଏକ କୂଳ। କୂଳର ଅର୍ଥ ହେଲା ବଂଶ। ଏଠି ଦେଖିବାକୁ ପଡ଼ିବ ହର୍ଷଉ ଏବଂ ଦୀର୍ଘଉ, ହର୍ଷଇ ଏବଂ ଦୀର୍ଘଇ, ଏତିକି ଜିନିଷକୁ ଆମକୁ ଟିକେ ଦେଖିବାକୁ ପଡ଼ିବ। ଯଦି ଆମେ ଏଇଟା ଦେଖିଦେଉଛୁ ତାହେଲେ ଅର୍ଥଗତ ପାର୍ଥକ୍ୟ କରିବା ଆମ ପାଇଁ ସହଜ ହୋଇଯିବ। ନେକ୍ସଟ ପ୍ରଶ୍ନକୁ ଯିବା। କ୍ୱେଶ୍ଚିନ୍ ନମ୍ବର 7 ଅଛି, ଯେଉଁଟା ଆମକୁ କ୍ଷୁଦ୍ର ଉତ୍ତରମୂଳକ ଆକାରରେ ଦେବାକୁ ପଡ଼ିବ। ପ୍ରଥମ ଏ ପ୍ରଶ୍ନ କ'ଣ ଅଛି ନା ଚାରୁହାସମୟୀ। ଚାରୁଭାଷମୟୀ କାହାକୁ କୁହାଯାଇଛି? ଏଠାରେ ଚାରୁହାସମୟୀ ଏବଂ ଚାରୁଭାଷମୟୀ ବୋଲି କାହାକୁ କୁହାଯାଇଛି? ସିମ୍ପଲ୍ କଥା ପିଲାମାନେ, ତୁମେ ସମସ୍ତେ ଜାଣିଛ କାହାକୁ କୁହାଯାଇଛି ନା ଆମେ ଜାଣିଛୁ ଉତ୍କଳ ଜନନୀଙ୍କୁ ଚାରୁଭାଷମୟୀ କୁହାଯାଇଛି। ତାହେଲେ ଆମର ଉତ୍ତର କ'ଣ ହୋଇଯିବ ନା ଉତ୍କଳ ଜନନୀଙ୍କୁ ଚାରୁହାସମୟୀ ଏବଂ ଚାରୁଭାଷମୟୀ ବୋଲି କୁହାଯାଇଛି। ଚାରୁହାସମୟୀ କହିବା ଦ୍ୱାରା ଉତ୍କଳର ଗୌରବମୟ ଅବସ୍ଥାକୁ ଆମେ ସୂଚାଇ ପାରିବା। କାରଣ ସନ୍ତାନମାନଙ୍କର ଗୌରବରେ ଜନନୀର ମୁଖ ମଧୁର ହସରେ ଖେଳି ଯାଇଥାଏ ଏବଂ ପୁନଶ୍ଚ ଓଡ଼ିଆ ଭାଷାର ମଧୁରତା ହେତୁ ଉତ୍କଳ ଜନନୀଙ୍କୁ ଚାରୁଭାଷମୟୀ ବୋଲି ମଧ୍ୟ କୁହାଯାଉଛି। ଏଠାରେ ପିଲାମାନେ କ'ଣ ହେବ ନା ସାଧା ଭାଷାରେ କହିଲେ କ'ଣ ହେବ ନା ଉତ୍କଳ ଜନନୀଙ୍କୁ ଚାରୁହାସମୟୀ ଏବଂ ଚାରୁଭାଷମୟୀ ବୋଲି କୁହାଯାଇଛି। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 8 କ'ଣ କହିଛି ନା ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି? ଆମର ପ୍ରଶ୍ନ ହେଲା ଯେ ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି? ଆନ୍ସରରେ କହିଲେ କ'ଣ ହେବ ନା ପବିତ୍ର ସମୁଦ୍ରର ଜଳ ଉତ୍କଳ ଜନନୀଙ୍କ ଶରୀରକୁ ଧୋଇ ଦେଉଛି। ଆମେ ଜାଣିଛୁ ପିଲାମାନେ, ଆମର ପଦରେ ଅଛି କ'ଣ ନା ପୂତ ପୟୋଧି ବିଧୌତ ଶରୀରା। ପୂତ କହିଲେ ଜାଣିଛୁ ପିଲାମାନେ ପବିତ୍ର, ପୟୋଧିର ଅର୍ଥ କ'ଣ ନା ସମୁଦ୍ର। ତ ପବିତ୍ର ସମୁଦ୍ରର ଜଳ ଉତ୍କଳ ଜନନୀଙ୍କ ଶରୀରକୁ କ'ଣ କରୁଛି ନା ଧୋଇ ଦେଉଛି। ନେକ୍ସଟ ଯିବା ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 9 କ'ଣ କହୁଛି ନା ସମୁଦ୍ର କୂଳ କେଉଁ କେଉଁ ବୃକ୍ଷ ଦ୍ୱାରା ସୁଶୋଭିତ ହୋଇକି ରହିଛି? ସମୁଦ୍ର କୂଳରେ କେଉଁ କେଉଁ ଗଛ ଦେଖିବାକୁ ମିଳିଥାଏ? ଆମେ ଜାଣିଥିଲେ ପିଲାମାନେ କ'ଣ କ'ଣ ନା ତାଳ ଏବଂ ଅନ୍ୟ ଏକ ହେଉଛି ତମାଳ ବୃକ୍ଷ, ଯାହାକି ସମୁଦ୍ରର କୂଳକୁ ସୁଶୋଭିତ କରିଥାଏ, ସୁସଜ୍ଜିତ କରିଥାଏ। ତେଣୁ ଉତ୍ତରରେ କହିଲେ କ'ଣ ହେବ ନା ସମୁଦ୍ର କୂଳ ତାଳ ଓ ତମାଳ ବୃକ୍ଷ ଦ୍ୱାରା ସୁଶୋଭିତ ବା ସୁସଜ୍ଜିତ ହୋଇ ରହିଥାଏ। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। ଆମ ପାଖରେ ଅଛି କ୍ୱେଶ୍ଚିନ୍ ନମ୍ବର 10 କ'ଣ କହିଛି ନା ଉତ୍କଳର ଆକାଶ କାହାର କଳରବରେ ମୁଖରିତ ହେଉଅଛି? ତାହେଲେ ଉତ୍ତରରେ କ'ଣ ହେବ ପିଲାମାନେ? ଆମେ ଜାଣିଛୁ ପକ୍ଷୀମାନଙ୍କର କଳରବରେ ମୁଖରିତ ହେଉଅଛି। ହେଲେ ଉତ୍ତରରେ ଲେଖିଲେ କ'ଣ ହେବ ନା ଉତ୍କଳର ଆକାଶ ସୁନ୍ଦର ବିହଙ୍ଗମାନଙ୍କ କଳରବରେ ମୁଖରିତ। ବିହଙ୍ଗ କହିଲେ କାହାକୁ ବୁଝାଉଛି ପିଲାମାନେ ନା ପକ୍ଷୀମାନଙ୍କୁ ବୁଝାଉଛି। ବିହଙ୍ଗର ଅର୍ଥ କ'ଣ? ପକ୍ଷୀ, ହେଲା କି ନାହିଁ? ପକ୍ଷୀମାନଙ୍କର ସୁନ୍ଦର ସୁନ୍ଦର କଳରବରେ ମୁଖରିତ ହେଉଅଛି। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। 11 ନମ୍ବର ପ୍ରଶ୍ନ କ'ଣ କହିଛି ନା କ୍ୱେଶ୍ଚିନ୍ ନମ୍ବର 11
ପର୍ବତମାଳା ଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭା ପାଉଛି। ଏଠି ଯେଉଁ ଆମର ଅଛି ପର୍ବତ ଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କେଉଁଭଳି ଭାବରେ ଶୋଭା ପାଉଅଛି ନା ତରଙ୍ଗ ଆକାରରେ ତାହା ସୁସଜ୍ଜିତ ହୋଇ ଶୋଭା ପାଇଲା ଭଳିଆ ଦେଖାଯାଉଛି। ତାହେଲେ ଆମେ ତାକୁ ଉତ୍ତରରେ ଲେଖିଲେ କ'ଣ ହେବ ନା ପର୍ବତମାଳା ଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗ ଆକାରରେ ସଜ୍ଜିତ ହେଲା ଭଳି ଶୋଭା ପାଉଛି। ଅର୍ଥାତ୍ ଏଠାରେ କବି କ'ଣ କରୁଛନ୍ତି ନା ପର୍ବତକୁ ତରଙ୍ଗ ସଦୃଶ ତୁଳନା କରିଛନ୍ତି। ନେକ୍ସଟ ପ୍ରଶ୍ନକୁ ଯିବା। କ୍ୱେଶ୍ଚିନ୍ ନମ୍ବର 12 ଅଛି। ପିଲାମାନଙ୍କ ପ୍ରଶ୍ନ ଅଛି କେଉଁମାନଙ୍କର କୁଟୀର ଦ୍ୱାରା ଉତ୍କଳ ପବିତ୍ର ହୋଇଛି। ତ ପିଲାମାନେ କେଉଁମାନଙ୍କର କୁଟୀର ଦ୍ୱାରା ଉତ୍କଳଟା ପବିତ୍ର ହୋଇଛି ନା ଆମେ ଜାଣିଛୁ ଯୋଗୀ ଏବଂ ଋଷିମାନଙ୍କ କୁଟୀର ଦ୍ୱାରା ଉତ୍କଳଟା ପବିତ୍ର ହୋଇଛି। ତେଣୁ ଆନ୍ସର୍ରେ କହିଲେ କ'ଣ ହେବ ନା ଯୋଗୀ ଓ ଋଷିମାନଙ୍କ କୁଟୀର ଦ୍ୱାରା ଉତ୍କଳଟା ପବିତ୍ର ହୋଇଛି। ନେକ୍ସଟ ପ୍ରଶ୍ନକୁ ଯିବା। ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବର୍ଣ୍ଣନା କରୁଛନ୍ତି। ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବର୍ଣ୍ଣନା କରୁଛନ୍ତି ନା ଆମେ ଜାଣିଛୁ ପିଲାମାନେ ଉତ୍କଳର କୀର୍ତ୍ତି ବର୍ଣ୍ଣନା କରୁଛନ୍ତି। ତ ଉତ୍ତରରେ କହିଲେ କ'ଣ ହେବ ନା ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀଙ୍କର କୀର୍ତ୍ତି ବର୍ଣ୍ଣନା କରୁଛନ୍ତି। ଫଳରେ ଉତ୍କଳ ଜନନୀଙ୍କର କୀର୍ତ୍ତି ସାରା ପୃଥିବୀରେ ଖ୍ୟାତି ଲାଭ କରିଛି ଏବଂ ଉତ୍କଳକୁ ବା ଉତ୍କଳ ଜନନୀଙ୍କୁ ସାରା ପୃଥିବୀରେ ସମସ୍ତେ ଜାଣିପାରୁଛନ୍ତି, ଯାହାଦ୍ୱାରା ତାହା ମଧ୍ୟ ସବୁଆଡ଼େ ଚାରିଆଡ଼େ ପ୍ରସାରିତ ହେଉଅଛି। ଆଜି ପାଇଁ ଏତିକି ପିଲାମାନେ। ନେକ୍ସଟ ପୁଣି ଦେଖାହେବ ଅନ୍ୟ ଏକ ଭିଡ଼ିଓରେ। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍। ଆମେ ଅନ୍ୟ ଏକ ଭିଡ଼ିଓରେ ଆଲୋଚନା କରିବା ସପ୍ରସଙ୍ଗ ସରଳାର୍ଥ ଗୁଡ଼ିକ, ଯାହାକୁ ଅନ୍ୟ ଏକ ଭିଡ଼ିଓରେ ପାଇପାରିବ ପିଲାମାନେ। ତେଣୁକରି ଆଜି ପାଇଁ ଏତିକି। ଧନ୍ୟବାଦ।